ଏବେ ଆପଣ ଯଦି ଦେଖିବେ ଏଇ ଅଳ୍ପ ବିଗତ ଅଳ୍ପ କିଛି ଦିନ ଧରି ଯଦି ଦେଖିବେ ଏକ୍ସଟ୍ରା ମ୍ୟାରିଟାଲ ଆଫେୟାର୍ସ ଯେଉଁଟା କୁହାଯାଉଛି ଏଇଟା ବହୁତ ଜୋରରେ ବୃଦ୍ଧି ପାଇଛି। ଏହା ତ କଥା। ଏଇଟା କାହିଁକି ଏବେ ହେଉଛି? ଆଗରୁ ଆଗରୁ ତ ଏମିତି ଥିଲା। ଏବେ କାହିଁକି? ଏବେ କ'ଣ ମାନେ ମହିଳାଙ୍କ ଭିତରେ ମହିଳାତ୍ୱ ଜାଗି ଉଠିଲା ଆଉ ପୁରୁଷଙ୍କ ଭିତରେ ପୁରୁଷତ୍ୱ ଜାଗି ଉଠିଛି? ନାହିଁ। ଏବେ ଆକ୍ଚୁଆଲି କ'ଣ ହେଉଥିଲା, ଆଗରୁ ଯେଉଁଠି ମ୍ୟାରେଜ୍ ହେଉଥିଲା, ଯେଉଁ ମ୍ୟାରେଜ୍ ଗୁଡ଼ାକ ହେଉଥିଲା, ସେଠି ଦୁଇଟା ପରିବାର ଭିତରେ ମ୍ୟାରେଜ୍ ହେଉଥିଲା। ଦୁଇଟା ପରିବାର ଭିତରେ ମ୍ୟାରେଜଟା ହେଉଥିଲା, ଯେଉଁଥିପାଇଁ ଗୋଟେ ପରିବାରର ତାଙ୍କର ଜ୍ଞାତି କୁଟୁମ୍ବ ସମସ୍ତେ ଆସୁଥିଲେ, ଦେଖା ଚାହାଁ ହେଇକି ବହୁତ କଥା ହେଇଗଲା ପରେ ଗୋଟେ ମ୍ୟାରେଜଟେ ଫାଇନାଲ୍ ହେଉଥିଲା। ବହୁତ ଜାତକ ସୁଝୁଥିଲା, ବହୁତ କଥା ହେଲା ପରେ ମ୍ୟାରେଜ୍ ହେଉଥିଲା। ଇଏ ସର୍ଣ୍ଣ କିନ୍ତୁ ଏବେ ଯଦି ଦେଖିବେ, ଏବେ ଲୋକମାନେ ସେତେବେଳେ କ'ଣ କରିବେ, ଗୋଟେ ପରିବାର ଭିତରେ ମ୍ୟାରେଜ୍ ହେଉଥିଲା। ଏବେ ଏବେ ଯେଉଁ ମ୍ୟାରେଜଟା ହେଉଛି କ'ଣ, ଏବେ ବ୍ୟକ୍ତି ଏବଂ ବ୍ୟକ୍ତି ଭିତରେ ମ୍ୟାରେଜ୍ ହେଉଛି, ଗୋଟେ ପୁଅ ଏବଂ ଗୋଟେ ଝିଅ ଭିତରେ ମ୍ୟାରେଜ୍ ହେଉଛି। ଆପଣ ଦେଖନ୍ତୁ, ନିଜେ ଆନାଲିସିସ୍ କରନ୍ତୁ। ଯେତେବେଳେ ଗୋଟେ ଝିଅଟିଏ ଆଗରୁ ମ୍ୟାରେଜ୍ କରି ଘରକୁ ଆସୁଥିଲା, ଶାଶୁ ଶ୍ୱଶୁର ନଣନ୍ଦ ନଣନ୍ଦେଇ ଦିଅର ଯେଉଁ ଭାଇ ବୋହୂ କିମ୍ବା ତା'ର ଯେଉଁ ସାନ ଭାଇର ସ୍ତ୍ରୀ ମନେକର, ଏସବୁ ଗୋଟେ ପରିବାରକୁ ନେଇକି ସମସ୍ତେ ଏକାଠି ହେଇକି ରହୁଥିଲେ। ଆ ଦ୍ୱାରା କ'ଣ ହେଉଥିଲା, ଗୋଟେ ସ୍ୱର୍ଗ ଭିତରେ ରହୁଥିଲେ ସମସ୍ତେ, ଯେଉଁଟା କୁହାଯାଏ ଭୂସ୍ୱର୍ଗ। ଏଇଠି ତ ସ୍ୱର୍ଗ, ଆଉ କ'ଣ ମରିଗଲା ପରେ କେବଳ ସ୍ୱର୍ଗ? ଭୂସ୍ୱର୍ଗରେ ଲୋକମାନେ ରହୁଥିଲେ। କିନ୍ତୁ ଯଦି ଏବେ ରିସେଣ୍ଟ ଜିନିଷଟାକୁ ଦେଖିବେ, ଏବେ ଦେଖନ୍ତୁ ସବୁ ଇଣ୍ଡିଭିଜୁଆଲ୍ ରହୁଛନ୍ତି। ପୁଅ ଏବଂ ଝିଅ ଯଦି ମ୍ୟାରେଜ୍ କରିସାରିଲେ ସାଙ୍ଗେ ସାଙ୍ଗେ ଶ୍ୱଶୁର ଘର ଲୋକମାନେ ଖୋଜୁଛନ୍ତି, ବର୍ତ୍ତମାନ ଯେତେବେଳେ ଝିଅଟି ବାହାଘର କରୁଛନ୍ତି, କାହା ଘରେ ଗୋଟିଏ ବୋଲି ପୁଅ ଥିବ, କାହାର ଶାଶୁ ଶ୍ୱଶୁର ମରିଯାଇଥିବେ, କାହାର ଯେଉଁ କ'ଣ ନଣନ୍ଦ ବାହା ହେଇକି ତା ବାଟରେ ସେ ରହୁଥିବ। କେବଳ ଏମାନେ ଖୋଜୁଛନ୍ତି ବର୍ତ୍ତମାନ ଏକାଙ୍ଗ ଚକ୍ରବର୍ତ୍ତୀ, ମାନେ ଏକୁଟିଆ କୋଉଠି କିଏ ଥିବ, ଏଇ ଚିନ୍ତାଧାରାରେ ସମସ୍ତେ ରହୁଛନ୍ତି, ଯାହାର ଏଇଟା ହେଉଛି ସାଇଡ୍ ଇଫେକ୍ଟ। ଏବଂ ସବୁଠାରୁ ବଡ଼ କଥା ହେଲା, ବର୍ତ୍ତମାନ କ'ଣ ହେଉଛି, ଝିଅ ଘର ଯେଉଁଠି ଝିଅ ବାହାଘର ହେଉଛନ୍ତି, ଝିଅ ଘର ଲୋକମାନଙ୍କର ଗୋଟେ ବର୍ତ୍ତମାନ ଡିମାଣ୍ଡ ଆସୁଛି ଯେ କେଉଁଭଳି ଭାବରେ ମୋ ଝିଅ ଯେଉଁଠି ବାହା ହେବ ସେଠି ଶାଶୁ ଶ୍ୱଶୁର ନଥାନ୍ତି, ସେ କେବଳ ମୋ ଜୋଇଁଟା ହିଁ ଆମର, ସିଏ ଆମର ଆଉ ଗୋଟେ ପୁଅ। କିନ୍ତୁ ତା ଜୋଇଁକି ଯିଏ ଜନ୍ମ କରିଛନ୍ତି ତା ବାପା ମା, ସେମାନେ କୌଣସି ପ୍ରକାର ଭାବରେ ମଣିଷରେ ସେମାନଙ୍କୁ ଗଣୁନାହାନ୍ତି, ତାଙ୍କୁ ଘରୁ ବାହାର କରୁଛନ୍ତି। ଯେଉଁଟା ଗୋଟେ ପୁରୁଷର, ଯେତେବେଳେ ଆପଣ ଚିନ୍ତା କରିବେ, ଯେତେବେଳେ ପର୍ଯ୍ୟନ୍ତ ଗୋଟେ ପୁରୁଷଟିଏ ବାହା ହେଇନି, ୟଙ୍ଗ ଅଛି, ପୁଅ ପିଲାଟିଏ, ସେତେବେଳେ ପର୍ଯ୍ୟନ୍ତ ସିଏ ବାପା ମାଆଙ୍କର ଡେଡିକେସନଟାକୁ ବୁଝିପାରେନି। ବାପା ମା ତାକୁ କେମିତି କ'ଣ କରିଛନ୍ତି, କେତେ କଷ୍ଟରେ ମଣିଷ କରିଛନ୍ତି, କ'ଣ ସେ ବୁଝିପାରେନି। କିନ୍ତୁ ଆଫ୍ଟର ମ୍ୟାରେଜ୍, ପୁରୁଷମାନଙ୍କର ଜେନେରାଲ ସେନ୍ସରେ ଆଫ୍ଟର ମ୍ୟାରେଜ୍ ସେ ବହୁତ ଖୋଜେ ତା ବାପା ମାଆମାନଙ୍କୁ। କାହିଁକି? ତା'ର ବୟସ ହେଇଯାଇଥିବ, ସେତେବେଳକୁ ତାଙ୍କ ବାପା ମା, ତା'ର ଯେଉଁ ସୋର୍ସ ଅଫ୍ ଇନକମ୍, ତାପରେ ଯେଉଁ ବର୍ଡ଼ନ୍, ସେତେବେଳକୁ ସେ ବାପା ଓ ମାଆଙ୍କର ଏକ୍ସପିରିଏନ୍ସଟାକୁ ଗେନ୍ କରିକିରି ସେଇଠୁ ସେ ବଞ୍ଚିବା ପାଇଁ ଚେଷ୍ଟା କରେ। କିନ୍ତୁ ଘରେ ଯେତେବେଳେ ବାପା ମା ତା'ର ନାହାନ୍ତି, ତା'ର ପରିବାର ତା ସାଙ୍ଗରେ ନାହିଁ, ସେ ଫ୍ରଷ୍ଟ୍ରେସନ୍ ହେବା ସ୍ୱାଭାବିକ କଥା। ତ ଯେତେବେଳେ ଫ୍ରଷ୍ଟ୍ରେସନ୍ ହେଉଛି, ମଣିଷ ସବୁବେଳେ ଶାନ୍ତି ଚାହେଁ। ଗୋଟେ ଲୋକ, ଆପଣ ଚିନ୍ତା କରନ୍ତୁ, ଆପଣମାନେ ଘରେ ଏଠି ଯେତେବେଳେ କ'ଣ କାମ କରୁଛନ୍ତି, କାମ କରି କରି ଥକି ଯାଉଛନ୍ତି, ପଳେଇ ଯାଉଛନ୍ତି ମନାଲି ବୁଲିବା ପାଇଁ, ପାହାଡ଼ ପର୍ବତ ଝରଣା ଏସବୁ ଦେଖି ଭାରି ଆନନ୍ଦ ହେଉଛନ୍ତି, ଟଙ୍କା ଗୁଡ଼ା ପକେଟରୁ ଖର୍ଚ୍ଚ କରି, ହଁ କି ନାହିଁ? କୋରାପୁଟ ଲୋକଙ୍କୁ ପଠେଇଲେ ମନାଲି, ସେ କେମିତି ଯିବେ ଦେଖିବା? କୋରାପୁଟ ଲୋକ ସିଏ ଯିବେନି। କୋରାପୁଟ ଲୋକଙ୍କୁ କେଉଁଠିକି ପଠେଇଲେ ଯିବେ? ଭୁବନେଶ୍ୱର ଆସିଲେ ସେ ଟିକେ ଖୁସି, ଏଠି ସମତଳ ଜାଗା, ଏଠି ଗୋଟେ ସମୁଦ୍ରଟେ ଅଛି, କି ଜଗନ୍ନାଥ ମନ୍ଦିର ଟିକେ ଦର୍ଶନ କଲେ, ଏଥିରେ ସେମାନେ ଖୁସି ହୁଅନ୍ତି। ଠିକ୍ ସେଇଭଳି ଭାବରେ ମଣିଷ ସବୁବେଳେ ଗୋଟେ ନିଜେ କେମିତି ଗୋଟେ ମାଇଣ୍ଡଟା ଖୁସି ରହିବ, ସେଟାକୁ ଖୋଜି ବୁଲୁଥାଏ। ଯେତେବେଳେ ସେ ପରିବାର ଗୁଡ଼ିକ ଭିତରେ ସେ ପୁଅ ହେଇଥାଉ କିମ୍ବା ଝିଅ ହେଇଥାଉ, ସେ ପୁଅ ହେଇଥାଉ କିମ୍ବା ଝିଅ ହେଇଥାଉ, ଯେତେବେଳେ ପରିବାର ଭିତରେ ସିଏ ଶାନ୍ତି ପାଏନି, ସ୍ନେହ ପାଏନି, ଆନନ୍ଦ ପାଏନି, ସେ ସମୟରେ ସେ କ'ଣ କରେ, ଶାନ୍ତି, ସ୍ନେହ, ଆନନ୍ଦ, ଭଲ ପାଇବା ପାଇବା ପାଇଁ ଗୋଟେ ଅଲଗା ଜାଗାକୁ ଜମ୍ପ କରି ପଡ଼େ। ତେଣୁ ସେଇଟାକୁ ଆମେ, ଯେଉଁଟାକୁ ଆମେ କହୁଛେ ଏକ୍ସଟ୍ରା ମ୍ୟାରିଟାଲ ଆଫେୟାର୍ସ। ତାହେଲେ ଏଠି କହିପାରିବା କି ଗୁଲୁଆଙ୍କୁ ତାଙ୍କ ସ୍ତ୍ରୀଙ୍କଠୁ ସେଭଳିଆ କିଛି ସମ୍ପର୍କ ମିଳିନଥିଲା ବୋଲି, ଯୋଉଟାକି ସେ ମାନିଛନ୍ତି। କିନ୍ତୁ ଆଉ ଗୋଟେ ଦୃଷ୍ଟିରୁ ଗୁଲୁଆ ଏଇଟା ବି ତାଙ୍କ ସ୍ତ୍ରୀଙ୍କୁ କହିଛନ୍ତି କି ସେ ସୁନ୍ଦର ନୁହନ୍ତି, ସେ ଅସୁନ୍ଦର, ସେ ଛକା ଭଳି ଦେଖାଯାଉଛନ୍ତି। 8 ବର୍ଷର ରିଲେସନ, ତାପରେ ବାହାଘର ପରେ ଗୋଟେ ସ୍ତ୍ରୀ କି ଏମିତି କହିକିରି ଏକ୍ସଟ୍ରା ଆଫେୟାର ରଖିବାଟା କ'ଣ? ଶୁଣନ୍ତୁ, ମୁଁ ଗୋଟେ ବଢ଼ିଆ ଆପଣଙ୍କ କଥାଟା କହୁଛି। ଆମେ, ଆପଣଙ୍କର ଜେନେରାଲ ଏରିଥମେଟିକ୍ କ'ଣ, 1+1 = କେତେ? ନା, ସ୍ୱାମୀ ସ୍ତ୍ରୀ ଗଣିତ ଯେତେବେଳେ ସେଟା ହେଇଯିବ, ସେଠାରେ 1+1 = 1। ଗୋଟେ ସ୍ୱାମୀ ଆଉ ସ୍ତ୍ରୀ ତାଙ୍କ ଭିତରେ 1+1 = 1, ଅର୍ଥାତ୍ ଗୋଟେ ସ୍ତ୍ରୀ ସବୁବେଳେ ସ୍ୱାମୀ ପାଖରେ ଛାଇ ଭଳି ରହିବା ଦରକାର। ଛାଇ ଭଳିଆ, ଯେତେବେଳେ ସ୍ୱାମୀ ଝୁଣ୍ଟି ପଡ଼ୁଛି, ପଛରେ ସେ ଲୋକଟା ଠିଆ ହେଇଥିବା ଦରକାର। ଯଦି ଗୋଟେ ସ୍ତ୍ରୀଟେ ଗୋଟେ ସ୍ୱାମୀକୁ, ସ୍ୱାମୀର ଉତ୍ଥାନକୁ ଦେଖିଲେ ସହ୍ୟ କରିପାରିବ ନାହିଁ,
गोटे स्वामीर बिजनेसटा बंद करने को चेष्टा कर गोटे स्वामी को केमती समाज आगे बदनाम करने को चेष्टा कर गोटे स्वामी केमती बर्बाद हो जाऊ से कथा चिंतन कर केमती आपण कहते से स्त्री बोली बुझीपार मो कथा स्त्री ताकू बोली कह जहाँ जी दश दोष क्षमा कर जो स्वामी ताकू बोली कह जे स्त्री दश दोष क्षमा कर बुझीपार मो कथा तेणु सुंदर असुंदर किसी ना आज्ञा तापर आउ गोटे जिनस सर जो वर्षा जो आलिगेशन आनिचंती तांको बापा तांको पैसा पत्र देचन तांको घर द्वार हो जगह हेरिका करिबारे से सेटा आलुमिनी आकार मागुचंती आउ गुलुआ जदि तांको दोष तांकर सूर्य भळे स्वीकार करचंती जदि ए नै तांकर के कोर्ट पंत कथा गला जदि से दोषी प्रमाणित हेले ताल तांको सेमति कोनोसी दफा लागिबो दोषी कौन आधे रे शुणु ये निजे आडमिट कर जाउछंती देखो दीटा जिनस ये निजे तांकर से आडमिट करछन जे मो बापा पैसा देइथिले जदि से प्रकृति में नहीं थे पैसा फेर देवा कथा उचित कथा जोटा न्याय संगत कथा से पैसा फेर देवा कथा सेटा अर्ली मनी बोली आम कहीपर नहीं से पैसा नहीं थे पैसा देवाई सी बाध्य जदि नहीं विथ इंटरेस्ट भी देवा दरकार कहीं पैसा कौन बर फल कि जदि से पैसा नहीं विथ इंटरेस्ट बैंक इंटरेस्ट अनुसार इंटरेस्ट सहित पैसा देवा दरकार जदि नहीं प्रथम कथा द्वितीय जिनस हूँ कौन ना आपण जदि देखिए द्वितीय जिनसटा हूँ डिस्टर्ब तो करेंगे डिस्टर्ब कले मत आसबे मो पाक ना मुझे कहीपर नहीं सर ये गोटे घटना 2 दिन है चर्चार अच्छी ओडिशार बेस्ट कमेडियन यूट्यूबर गुलुआ को लेकिन पारिवारिक विवाद सामना को आसी स्त्री आलिगेशन आनी एक्सट्रा अफेयर बाड़िया पिटा करती बहुत सारा सी भी गोटे भिड कर गुलुआ जीवन प्रति विपद अच्छी ये सब भितर जो एक्सट्रा अफेयर जिनसटा गुलुआ गणमाध्यम सामने भी स्वीकार कर बाहा हो सारा पर सर एक्सट्रा अफेयर जिनसटा केते दूर ठीक एटा आईन संगत शुणु आपड़ जदि जजमेंट दुईटा क्वेश्चन आप कले गोटे जिनस हूँ एक्सट्रा अफेयर्स मैरिटाल अफेयर्स कथा कहले एवं गोटे आईन संगत कथा कहले जदि आईन टाक आप प्रथम देखिए आईन अनुसार जदि आप जी ताहले 17 सेप्टेम्बर 2023 तारीख दिन जोसेफ साइन वर्सेस यूनियन ऑफ इंडिया ये जजमेंट माननीय सुप्रीम कोर्ट कहले जे तो 497 अर्थात आडल्ट्री जोटा आम कहूँ आडल्ट्री परक्रिया प्रीति बोली आम जोटा कहूँ सेटा कौन प्रकार भारत वर्ष रे ऑफेंस नुहे बोली आपण कहबा एवं जदि एक्सट्रा मैरिटल अफेयर्स कथा कहबा आपण थरे भाबिकी देखंतु मनीष होची परिस्थितिर दास मनीष होची परिस्थितिर दास विभिन्न प्रकार लोक माने परिस्थिति नहीं गति करुछंती जोटा कि बहुत पूर्वरु थिला एक्सट्रा मैरिटल अफेयर्स आज अच्छी आगक मध्य रहिबो केही ताको बंद करि परबे नाही जितेबेले गोटे लोक सबले शुणतु गोटे लोक सबले शांति खोजे गोटे निजर गोटे शांति खोजिबो कोठी गोटे माने कोभली भाबरे से टिके माने भलरे बंचिबा पई चेष्टा करिवो समस्तंकर आखि कहूची भल देखिबू पाटी कहूची भल खाइबू नाक कहूची भल बास्ना सुंगिबू तेणु सब जिनस भलरे चली थाए आमे मैरिज काहा को